କୋଟିଏ ଟଙ୍କାର ସୁନା ଅଳଙ୍କାର ଜବତ, 4 ଚୋର ଗିରଫ। ସଦର ଥାନାରେ ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀ। ବାଲେଶ୍ୱର ସହରର ଆଖପାଖ ଅଞ୍ଚଳରେ ଚୋରି ମାମଲାରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୁଲିସ ସୋମବାର ଦିନ ଗିରଫ କରିଛି। ଗିରଫ ବେଳେ ଅଭିଯୁକ୍ତଙ୍କଠାରୁ ସୁନା 188 ଗ୍ରାମ ଓ ରୂପା 27 କେଜି 500 ଗ୍ରାମ ଜବତ କରିବା ସହ ନଗଦ 4,80,000 ଟଙ୍କା ଜବତ କରାଯାଇଛି। ଏଥିସହିତ ଗୋଟିଏ ଏଲ୍ଇଡି ଟିଭି, ଗୋଟିଏ ଇନଭର୍ଟର, ଗୋଟିଏ ଫ୍ରିଜ୍, ଗୋଟିଏ ବୁଲେଟ୍ ମୋଟରସାଇକେଲ ପୋଲିସ ଜବତ କରିଛି। ଜବତ ସୁନା ଓ ରୂପାର ମୂଲ୍ୟ 1 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୋମବାର ସନ୍ଧ୍ୟା 6ଟାରେ ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ରସାଳପୁର ଛେଳିଆପଦା ଅଞ୍ଚଳର କାଳିଆ ଓରଫ ଦୀପକ ବେହେରା ଓ ମୁସି ଓରଫ କାର୍ତ୍ତିକ ବେହେରା। ଏହି ଥାନା ସୁନ୍ଦରୀ ଗ୍ରାମର ସିପୁ ଓରଫ ସୁକାନ୍ତ ଦାସ ଏବଂ ଟାଉନ ଥାନା ମାଣିଖମ୍ବ ଅଞ୍ଚଳର ବିକାଶ ଚକ୍ରବର୍ତ୍ତୀ। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସମେତ ଆଇପିଏସ୍ ପ୍ରବେଶନ ମଞ୍ଜୁଷା ବି ଜର୍ଜ ଏବଂ ସଦର ଏସ୍ଡିପିଓ ସୁଧାଂଶୁ ଶେଖର ନାୟକ ଉପସ୍ଥିତ ଥିଲେ। बाजार मूल्य तो मुझे देखिए बोलो कि रुपा पाखापाखि गोटे ମାନେ ଜବତ ହେଇଛି ନା ନା रुपा रिसीवर पाखु जते बेले हम रेट करू रिसीवर पाखु एटा सब वैल्यूएबल जबत है से बहुत ही चढ़ा होइतला बहुत धरा पड़ला अलंकार उडा ये तीनटा लोक हमर सदर एरिया रे रिसीवर अछि से तार छोटिया गोटे फॉर देखाइबा पई छोटिया गोटे रिपेयर शॉप करा है ज्वेलरी रिपेयर शॉप किंतु ये सब चोरी जो माने चोरी करती एज रिसीवर भाव रे से माने से रखी है तापर के बड़े बड़े आउटसाइड स्टेट ना बड़े बड़े अलग अलग जिला को से बिक्री करते सर ताला भांगी